बोलिए राय दामोदर भगवान की जय। अथ कार्तिक महात्म्य। ओम शुक्लांबरधरं विष्णुं शशिवर्णं चतुर्भुजं प्रसन्नवदनं ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। वैकुण्ठे च प्रयागे च तथा बदरिकाश्रमे इदं विष्णो विचक्रमे क्रोधदनमीदधे पदम्। तव प्रसादात् पापं मे दामोदर विनश्यतु। नित्ये नैमित्तिके कृष्ण कार्तिके पापनाशनम्। चतुर्विंशोऽध्याय। कहन्ति प्रभु आदिमूल सुजन जन संगे मेल। शुण सुजने एक चित्ते विप्रको धरि जमदूते। गर्जन्ति अति कोप भरे लोह मुद्गर धरि करे। कंटक शिरारे बसाई मुंडरे पिटन्ति निठाई। शरीरे जेते अस्थि दंडा माड़े सबु कले गुंडा। अस्थि शोणित मांस मिशी कुराल माटी प्राय दिशी। कुंत मुनरे धरी तोड़ी तोड़ी जे द्रोणी चुल्ली जाली। अनल तेजरे चिकण फुटई जेन्हे अग्नि बाण। धनेश्वर विप्रकु नेई से तेल द्रोणी रे पकाई। ब्राह्मण पड़ी अग्निकुंडे तक्षणे धरी अन्य पिंडे। अपूर्व रूप दिव्य शोभा तैल कुंडरे हेले उभा। अनल तेज आउ नाही प्रेत गण जे ताकु चाही। कहिले जंतुपति आगे आश्चर्य कथा शुण बेगे। मंत्री सहिते जंतुपति मिलिले विप्रदंडपति। एहि समय मुनिवर नारद ब्रह्मांक कुमार। जम छामुरे परवेश देखिन मही सूर्य शिष्य। कल्याण करी मुनिवर बोलंती एकी कर्म तोर। एड़े अज्ञान तोर पिंड विष्णु भक्त को देउ दंड। शुण राजन कहु तोते ए विप्र साधुंक संगते। मासे रहिला एक मेळे कार्तिक कृत्य जेउ स्थळे। से व्रत महिमा एमंत जे करे ता पुण्य तेमंत। तांको संगते कदिने जदि मिलंती पापी जने। तार कलुष जेते थाई दर्शन मात्रे क्षय जाई। एथर शुण उपलक्षी शुष्क काष्ठकु अग्नि भक्षी। जे संगे ओदा काष्ठ मिशी सेकी नुहई तहि ध्वंसी। एमंत साधु संग गुण हे दंड धर एवे शुण। एड़े अज्ञान तोर पिंड विष्णु भक्त को देउ दंड। ए विप्र मासे परिजंते कार्तिक व्रतींक संगते। संपूर्ण मासे थिला रही एहा शरीरे पाप नाही। एहाकु बहिले कोसण तोर विपत्ति निश्चय जान। एमंत विचारु कि मने ए पण थिव सबु दिने। एही करण एही दूते सर्वदा थिव कि जगते। एमंत प्राय अछु मणि विष्णुर माया नाहु जानी। तोहर प्राय लक्षे जम जार भृत्य कुनो हे सम। एही प्रकारे पण पांति पलक मात्रे आन हंती। केवल कला कर्म कथा कीर्ति अकीर्ति बेनी यथा।
ବିଷ୍ଣୁର କୌତୁକ ଅର୍ଥେ ଭୁଞ୍ଜନ୍ତି ଆତଜାତ ପଥେ। ଏହା ନ ଜାଣି ମୂର୍ଖ ପଣେ ପ୍ରାଣୀ କି ଦଣ୍ଡ କାରଣେ। ଅଳପ ଅଧିକାର ପାଇ ଅର୍ଥ ମଦରେ ମତ୍ତ ହୋଇ ପ୍ରାଣୀଙ୍କ ଦୋଷ ନ ବିଚାରି ରାଜସ ଗୁଣ ମନେ ଧରି। ଯେତେ ଗଞ୍ଜଇ ପ୍ରଭୁ ପଣେ ଆପେ ଭୁଞ୍ଜଇ ସତ ଗୁଣେ ସର୍ବ ସମ୍ପଦ ଅର୍ଥ ଛାଡ଼ି ଦେହ ଅନ୍ତରେ ନର୍କେ ପଡ଼ି। ବହୁତ କଷ୍ଟ ଭୋଗ କରି ସେଠାରେ ପ୍ରଭୃତ୍ୟ ସରି। ଏମନ୍ତ ଗୋବିନ୍ଦର ଖେଳ ବଡ଼ ଉପରେ ଅଛି ବଡ଼। ତୁ କିମ୍ପା ଏହା ନ ବିଚାରୁ ମନ୍ତ୍ରୀ ମାନଙ୍କୁ ନ ପଚାରୁ। ଏ ଯେ କରଣ ନିଜର କି ଲେଖୁଥାନ୍ତି ପ୍ରତିଦିନ। ଦଣ୍ଡକୁ ଯୋଗ୍ୟ ଯେଉଁ ପ୍ରାଣୀ ଏ କଥା ନ କହନ୍ତି ଜାଣି। ଏଣୁ ତ ସଭା ଅବିବେକ ତେଣୁ ନହନ୍ତି ବିଜ୍ଞ ଲୋକ। ଏଥକୁ ଯେବେ ଅଛି ଭୟ ବିଚାରି କାର୍ଯ୍ୟ କର ରାୟ। ଏବେ ହେ ତୋର ମନ ଥାଉ କାହାକୁ ନ ଦଣ୍ଡିବୁ ଆଉ। ସେ କଥା ଶୁଣି ଜନ୍ତୁପତି ଜୀବନ ଜନ ବିଷ୍ଣୁ ଭକ୍ତି। ଗୋବିନ୍ଦ ଗୁଣ ଗୁଣି ଚିତ୍ତେ ଯେ ଦିନ ହରୁ ଥାଇ ନିତ୍ୟେ। ବିଷ୍ଣୁ ପ୍ରୀତିରେ ତପୋଦାନ କରିବ ତୀର୍ଥକୁ ଗମନ। ଯଜ୍ଞାଦି ବ୍ରତ ଧର୍ମ କୀର୍ତ୍ତି ସର୍ବକଳ୍ପିତ ବିଷ୍ଣୁ ପ୍ରୀତି। ଶ୍ରୀ ଏକାଦଶୀ ବ୍ରତ ରାଜା କାର୍ତ୍ତିକ ମାସେ ବିଷ୍ଣୁ ପୂଜା ମକର। ଶେଷ ଆଦି କରି ଯେ ହୋଇ ଥିବ ବ୍ରତାଚାରୀ। ତୁଳସୀ ସେବା ଦିନେ ଦିନେ ହେମନ୍ତ ଭାବେ ଯେଉଁ ଜନେ। ମର୍ତ୍ତ୍ୟ ମଣ୍ଡଳେ ଥିବ ରହି ତାଙ୍କ ସଙ୍ଗତେ ଯେ ବାଥାଇ। ଏ ସର୍ବଜନ ପୁଣ୍ୟମୟ ଏହାଙ୍କୁ ନ ଦଣ୍ଡିବ ରାୟ। ଯେବେ ଥିବ ପୂର୍ବ ସାପ ତେବେ ନ କରିବ କୋପ। ବିଶେଷ କାର୍ତ୍ତିକ କୃତର ଦିନେ ଥିବ ଯେଉଁ ନର। ତାଙ୍କ ନିକଟେ ତୋର ଦୂତେ ନ ଯିବେ ଆଉ କଦାଚିତେ। ଏବେ ସେ ବ୍ରାହ୍ମଣଙ୍କୁ ଆଣି ପ୍ରବୋଧି କହ ଦଣ୍ଡ ପାଣି। ଏମନ୍ତ କହି ଯମ ଆଗେ ମୁନି ଚଳିଲେ ଶୂନ୍ୟ ମାର୍ଗେ। ଆଶ୍ଚର୍ଯ୍ୟ ହୋଇ ଜନ୍ତୁପତି ଦୂତଙ୍କୁ ଚାହିଁ କହୁଛନ୍ତି। ବିପ୍ରଙ୍କୁ ଆଣି ମୋର ପାଶ ନ ପୁଣ କରି ଆଉ ରୋଷ। ଏ ବିପ୍ର ଏଡ଼େ ଲୋକ ବୋଲି ନ ବୁଝି ଦ୍ରୋହ କର୍ମ କଲି। ଏବେ କରିବା ତାକୁ ବୋଧ ଯେଣେ ଛାଡ଼ିବ ବିପ୍ର କ୍ରୋଧ। ତୁମ୍ଭେ ହୋଇବ ତାଙ୍କ ଆଗେ ସେ ଧର୍ମ ଧର୍ମଶାସ୍ତ୍ର ଯୋଗେ। ଏମନ୍ତ ରାଜା ମୁଖୁ ଶୁଣି ପ୍ରେତ ପଗଣ ସେହି କ୍ଷଣି। ସେ ଧନେଶ୍ୱର ନାମ ଦ୍ୱିଜ ପ୍ରଭାବେ ଦିଶୁଅଛି ତେଜ। ତୈଳ ଦ୍ରୋଣୀରୁ ତାକୁ ଆଣି ବିଶ୍ୱାସେ କହୁଛନ୍ତି ବାଣୀ। ହେ ବିପ୍ର ଶୁଣ ସାବଧାନେ ଯେ ଯମ ଦଣ୍ଡ ପାପ ପୁଣ୍ୟେ। ତୁମଙ୍କୁ କହିବା ଥକାଏ ଆଗତ ପଦେ ରହୁ ଭୟେ। ପ୍ରଥମେ ଶୁଣ ଯମ ଦଣ୍ଡ ଦେଖ ଏ ନଗ୍ରେ ନର୍କ କୁଣ୍ଡ। 40 ନାମ ବହି ନର୍କ ସମୁଦ୍ର କ୍ଷୀରହି। ଶପଥ ନର୍କ ଏଥୁ ଶ୍ରେଷ୍ଠ ଏହାଙ୍କ ମଧ୍ୟେ ବେନି ଶ୍ରେଷ୍ଠ। ଜେର ଉରବ କୁମ୍ଭୀ ପାକ ଅତି ଦୁଃସହ ଘୋର ନର୍କ। କହି ପଡ଼ନ୍ତି ଯେଉଁମାନେ କହିବା ଶୁଣ ସାବଧାନେ। ଆମ୍ଭେ ଯେ ଯମ ଆଜ୍ଞା ଘେନି ପାପିଙ୍କି ଆଣୁ ସଞ୍ଜୀବନୀ। ପଥ ଦୁର୍ଗମ ଯମ ଆଳେ ଦେଖିଅଛୁ ଯେବେନି ଡୋଳେ। ତାହା କହିବା ଅବା କେତେ ଠାରେ ଦଣ୍ଡ ଅଛି ଯେତେ। ସେ କଥା ଶୁଣ ଦ୍ୱିଜ ଶ୍ରେଷ୍ଠ। ଯେଉଁ ପାପି କି ଯେଉଁ କଷ୍ଟ
केवल विष्णु भक्त जने ଏହା ନ ଦେଖନ୍ତି ନୟନେ ସେ ଦଣ୍ଡ ପାପୀ ଜନେ ଗ୍ରାସ କହଇ ମହାଦେବ ଦାସ ସୁଜନେ ବିଷ୍ଣୁ ଆଶ୍ରା କର ଯମଦଣ୍ଡକୁ ଯେବେ ଡର। इति श्री पद्म पुराणे उत्तरखंडे कार्तिक महात्म्ये धनेश्वर विप्र नरक निस्तारण नाम 24 अध्यायः।